ଧରାପୃଷ୍ଠକୁ ବିରାଜିବେ ମା ଜଗଜ୍ଜନନୀ। ସ୍ୱାଗତ ପାଇଁ ସଜେଇ ହେଲାଣି କାଶତଣ୍ଡି ଫୁଲ। ଆରମ୍ଭ ହୋଇଛି ପାର୍ବଣ ଋତୁ। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପରେ ପରେ ଆରମ୍ଭ ହୋଇଯାଇଛି ପାର୍ବଣର ମାହୋଲ। ଆଉ କିଛି ଦିନ ପରେ ଆରମ୍ଭ ହେବ ଦେବୀଙ୍କ ଷୋଡ଼ଶ ଉପଚାର ପୂଜା। ଧରାବତରଣ କରିବେ ମା ଜଗଜ୍ଜନନୀ। ଦେବୀ ଦୁର୍ଗାଙ୍କ ଧରାବତରଣ ପୂର୍ବରୁ ଧରାପୃଷ୍ଠରେ ବିଛାଇ ହୋଇଗଲାଣି କାଶତଣ୍ଡିର ଚାଦର। ସର୍ବଦା ସବୁଜ ଓ ସୁନ୍ଦର ରଙ୍ଗରେ ଚହଟୁଥିବା ଧରିତ୍ରୀ ଧଳା ଫରଫର କାଶତଣ୍ଡି ଶାଢ଼ୀ ପିନ୍ଧି ମାଙ୍କ ଆସିବା ବାଟକୁ ଚାହିଁ ବସିଛି। ଋତୁଚକ୍ରର ତାଳେ ତାଳେ ବଦଳୁଛି ପ୍ରକୃତିର ସୌନ୍ଦର୍ଯ୍ୟ। ବାହୁଡ଼ି ଯାଇଛି ଧାରା ଶ୍ରାବଣ। ଶରତ ଋତୁ ଆଗମନରେ ସବୁଆଡ଼େ ପାର୍ବଣର ମାହୋଲ। ଧୀରେ ଧୀରେ ପବନର ସ୍ପର୍ଶରେ କାଶତଣ୍ଡି ଫୁଲର ସୌନ୍ଦର୍ଯ୍ୟ ସବୁଆଡ଼େ ଖେଳି ଯାଇଛି। ଆଉ କିଛି ଦିନ ପରେ ଅପେକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠକୁ ବିରାଜିବେ ଜଗଜ୍ଜନନୀ ମା ଦୁର୍ଗା। ମାଙ୍କ ଆଗମନକୁ ନେଇ ସବୁଆଡ଼େ ଏବେ ଖୁସିର ଆସର ଜମିଲାଣି। ସେ ଚାଷ ଜମି ହେଉ କି ନଦୀ ପଠା, ସବୁଆଡ଼େ ଏବେ ଦେଖିବାକୁ ମିଳୁଛି ଧବଳମୟ ପରିବେଶ। ନଦୀ ନାଳ ହେଉ କି ରାସ୍ତା କଡ଼, ଧଳା ଚିକ୍ ଚିକ୍ କରୁଥିବା ଏହି କାଶତଣ୍ଡି ପାର୍ବଣରେ ମାଙ୍କୁ ସତେ ଯେମିତି ସ୍ୱାଗତ ଜଣାଉଛି ଧରାପୃଷ୍ଠକୁ। ଧୀର ପବନରେ ଦୋଳି ଖେଳୁଛି କାଶତଣ୍ଡି। ସେଥିପାଇଁ ତ କାଶତଣ୍ଡିକୁ ସମସ୍ତେ କୁହନ୍ତି ପ୍ରକୃତିର ଅନନ୍ୟ ବରଦାନ। ଗାଁଠୁ ସହର, ନଈ ପଠାରୁ ପୋଖରୀ ତୁଠ, ଜମି ହିଡ଼ ରାସ୍ତାକଡ଼ ସବୁଠି କାଶତଣ୍ଡିର ଫୁଆରା। ଦୋଳାୟମାନ କେରାକେରା କାଶତଣ୍ଡି ସମ୍ଭାର କବି ଓ ଲେଖକଙ୍କୁ ଆନମନା କରିଦେଇଛି। ବାଟରେ ଯାଉଥିବା ବାଟୋଇକି ନିଜ ପାଖରେ ଅଟକାଇ ଦେଉଛି। ଧରାପୃଷ୍ଠକୁ ମା ଜଗଜ୍ଜନନୀଙ୍କ ଆଗମନ ପୂର୍ବରୁ ବିଭିନ୍ନ ପୂଜା କମିଟି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳିଛି। ମାଙ୍କ ଆଗମନର ବାର୍ତ୍ତା ନେଇ କାଶତଣ୍ଡି ଧରାକୁ ସଜ୍ଜିତ କଲାଣି। ଧରଣୀର ଏହି ସୁନ୍ଦର ମାଦକତା ରୂପକୁ ମନଭରି ଉପଭୋଗ କରିବା ପାଇଁ ରାସ୍ତାରେ ବାଟୋଇମାନେ ଘଡ଼ିଏ ଅଟକି ଯାଉଛନ୍ତି। ବିଶେଷ କରି ଉପଖଣ୍ଡ ଦେଇ ପ୍ରବାହିତ ଋଷିକୁଲ୍ୟା, ବଡ଼, ବୋଡ଼ା, ପଦ୍ମା ଓ ଲୋହରାଖଣ୍ଡି ନଦୀ ତଟରେ କାଶତଣ୍ଡିର ସମ୍ଭାର ଆମୋଦିତ କରୁଛି। ମା ଦୁର୍ଗାଙ୍କ ନିକଟରେ ନିଜକୁ ସମର୍ପି ଦେବା ଲାଗି ଯେମିତି ଅପେକ୍ଷା କରୁଛି ପ୍ରକୃତିର ବିସ୍ମୟ ତୁଷାର ଧବଳ କାଶତଣ୍ଡି ଫୁଲ। କାଶତଣ୍ଡିର ସୌନ୍ଦର୍ଯ୍ୟରେ ବିଭୋର କବିର କଲମରୁ ଝରି ଆସେ ଶବ୍ଦର ମାଳା। କେବଳ କବି ଭାବୁକ କି ଲୋକଙ୍କୁ ନିଜ ପାଖରେ ସୀମିତ ରଖିନି ଏ ବାସହୀନ ଫୁଲ। ମାଙ୍କ ସହିତ କାଶତଣ୍ଡିରେ ରହିଛି ଅନେକ ସାମଞ୍ଜସ୍ୟ। ମାଙ୍କ ଆଗମନ ଓ ପ୍ରକୃତିର ଶୋଭା ବଢ଼ାଇବାକୁ ସବୁଜିମା ବୃକ୍ଷଲତାରେ ଧଳା ଶାଢ଼ୀର ପଣତ କାନିରେ ଢାଙ୍କି ଦେଇଛି ଏହି କାଶତଣ୍ଡି ଫୁଲ। ଧରାପୃଷ୍ଠକୁ ବିରାଜିବେ ମା ଜଗଜ୍ଜନନୀ। ସ୍ୱାଗତ ପାଇଁ ସଜେଇ ହେଲାଣି କାଶତଣ୍ଡି। ଆରମ୍ଭ ହୋଇଛି ପାର୍ବଣ ଋତୁ। ଅଗ୍ରପୂଜ୍ୟ ଗଜାନନଙ୍କ ପୂଜା ପରେ ପରେ ଆରମ୍ଭ ହୋଇଯାଇଛି ପାର୍ବଣର ମାହୋଲ। ଆଉ କିଛି ଦିନ ପରେ ଆରମ୍ଭ ହେବ ଦେବୀଙ୍କ ଷୋଡ଼ଶ ଉପଚାର ପୂଜା। ଧରାବତରଣ କରିବେ ମା ଜଗଜ୍ଜନନୀ। ଦେବୀ ଦୁର୍ଗାଙ୍କ ଧରାବତରଣ ପୂର୍ବରୁ ଧରାପୃଷ୍ଠରେ ବିଛାଇ ହୋଇଗଲାଣି କାଶତଣ୍ଡିର ଚାଦର। ସର୍ବଦା ସବୁଜ ଓ ସୁନ୍ଦର ରଙ୍ଗରେ ଚହଟୁଥିବା ଧରିତ୍ରୀ ଧଳା ଫରଫର କାଶତଣ୍ଡି ଶାଢ଼ୀ ପିନ୍ଧି ମାଙ୍କ ଆସିବା ବେଟକୁ ଚାହିଁ ବସିଛି। ଋତୁଚକ୍ରର ତାଳେ ତାଳେ ବଦଳୁଛି ପ୍ରକୃତିର ସୌନ୍ଦର୍ଯ୍ୟ। ବାହୁଡ଼ି ଯାଇଛି ଧାରା ଶ୍ରାବଣ। ଶରତ ଋତୁ ଆଗମନରେ ସବୁଆଡ଼େ ପାର୍ବଣର ମାହୋଲ। ଧୀରେ ଧୀରେ ପବନର ସ୍ପର୍ଶରେ କାଶତଣ୍ଡି ଫୁଲର ସୌନ୍ଦର୍ଯ୍ୟ ସବୁଆଡ଼େ ଖେଳି ଯାଇଛି। ଆଉ କିଛି ଦିନ ଅପେକ୍ଷାର ଅନ୍ତ ଘଟାଇ ଧରାପୃଷ୍ଠକୁ ବିରାଜିବେ ଜଗଜ୍ଜନନୀ ମା ଦୁର୍ଗା। ମାଙ୍କ ଆଗମନକୁ ନେଇ ସବୁଆଡ଼େ ଏବେ ଖୁସିର ଆସର ଜମିଲାଣି। ସେ ଚାଷ ଜମି ହେଉ କି ନଦୀ ପଠା, ସବୁଆଡ଼େ ଏବେ ଦେଖିବାକୁ ମିଳୁଛି ଧବଳମୟ ପରିବେଶ। ନଦୀ ନାଳ ହେଉ କି ରାସ୍ତା କଡ଼, ଧଳା ଚିକ୍ ଚିକ୍ କରୁଥିବା ଏହି କାଶତଣ୍ଡି ପାର୍ବଣରେ ମାଙ୍କୁ ସତେ ଯେମିତି ସ୍ୱାଗତ ଜଣାଉଛି ଧରାପୃଷ୍ଠକୁ। ଧୀର ପବନରେ ଦୋଳି ଖେଳୁଛି କାଶତଣ୍ଡି। ସେଥିପାଇଁ ତ କାଶତଣ୍ଡିକୁ ସମସ୍ତେ କୁହନ୍ତି ପ୍ରକୃତିର ଅନନ୍ୟ ବରଦାନ। ଗାଁଠୁ ସହର, ନଈ ପଠାରୁ ପୋଖରୀ ତୁଠ, ଜମି ହିଡ଼ ରାସ୍ତା କଡ଼ ସବୁଠି କାଶତଣ୍ଡିର ଫୁଆରା। ଦୋଳାୟମାନ କେରାକେରା କାଶତଣ୍ଡି ସମ୍ଭାର କବି ଓ ଲେଖକଙ୍କୁ ଆନମନା କରିଦେଇଛି। ବାଟରେ ଯାଉଥିବା ବାଟୋଇକୁ ବି ନିଜ ପାଖରେ ଅଟକାଇ ଦେଉଛି କିଛି ମୁହୂର୍ତ୍ତ ପାଇଁ। ଧରାପୃଷ୍ଠକୁ ମା ଜଗଜ୍ଜନନୀ ଆଗମନ ପୂର୍ବରୁ ବିଭିନ୍ନ ପୂଜା କମିଟି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ କାଶତଣ୍ଡିର ସମ୍ଭାର ଦେଖିବାକୁ ମିଳିଛି। ମାଙ୍କ ଆଗମନର ବାର୍ତ୍ତା ନେଇ କାଶତଣ୍ଡି ଧରାକୁ ସଜ୍ଜିତ କଲାଣି। ଧରଣୀର ଏହି ସୁନ୍ଦର ମାଦକତା ରୂପକୁ ମନଭରି ଉପଭୋଗ କରିବା ପାଇଁ ରାସ୍ତାରେ ବାଟୋଇମାନେ ଘଡ଼ିଏ ଅଟକି ଯାଉଛନ୍ତି। ବିଶେଷ କରି ଉପଖଣ୍ଡ ଦେଇ ପ୍ରବାହିତ ଋଷିକୁଲ୍ୟା, ବଡ଼, ବୋଡ଼ା, ପଦ୍ମା ଓ ଲୋହରାଖଣ୍ଡି ନଦୀ ତଟରେ କାଶତଣ୍ଡିର ସମ୍ଭାର ଆମୋଦିତ କରୁଛି।
ମା ଦୁର୍ଗାଙ୍କ ନିକଟରେ ନିଜକୁ ସମର୍ପି ଦେବା ଲାଗି ଯେମିତି ଅପେକ୍ଷା କରିଛି ପ୍ରକୃତିର ବିସ୍ମୟ ତୁଷାର ଧବଳ କାଶତଣ୍ଡି। କାଶତଣ୍ଡିର ସୌନ୍ଦର୍ଯ୍ୟରେ ବିଭୋର କବିର କଲମରୁ ଝରି ଆସେ ଶବ୍ଦର ମାଳା। କେବଳ କବି, ଭାବୁକ କି ଲୋକଙ୍କୁ ନିଜ ପାଖରେ ସୀମିତ ରଖିନି ଏ ବାସହୀନ ପୁଲ କାଶତଣ୍ଡି। ମାଙ୍କ ସହିତ କାଶତଣ୍ଡିରେ ରହିଛି ଅନେକ ସାମଞ୍ଜସ୍ୟ। ମାଙ୍କ ଆଗମନ ଓ ପ୍ରକୃତିର ଶୋଭା ବଢ଼ାଇବାକୁ ସବୁଜିମା ବୃକ୍ଷଲତାରେ ଧଳା ଶାଢ଼ୀର ପଣତ କାନିରେ ଢାଙ୍କି ଦେଇଛି ଏହି କାଶତଣ୍ଡି ଫୁଲ।